ଆଜିର ଏ ତ ବୈଠକ କାର୍ଯ୍ୟକ୍ରମରେ ମନ୍ଦିର ପ୍ରତିଷ୍ଠାର ପୂର୍ବାନୁମାନ ଗୋଟିଏ କ'ଣ ଯେ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଗଞ୍ଜାମ ଜିଲ୍ଲାର ବରେଣ୍ୟ ପଣ୍ଡିତମାନେ ଉପସ୍ଥିତ ଥିଲେ ଏବଂ କ'ଣ ଯେ ଗ୍ରାମ୍ୟ କମିଟି, ଯଜ୍ଞ ପରିଚାଳନା କମିଟି, ଗ୍ରାମବାସୀ ବୃନ୍ଦ ଉପସ୍ଥିତ ଥିଲେ। ଏ ସଭାରେ ମନ୍ଦିର ପ୍ରତିଷ୍ଠାର ଉତ୍ସବର କାର୍ଯ୍ୟସୂଚୀ ଏବଂ ନିମନ୍ତ୍ରଣ ପତ୍ର ଏବଂ ପ୍ରତିଷ୍ଠା କେଉଁ ଆଡ଼ମ୍ବରରେ ହୋଇପାରିବ ସେ ଉପରେ ଆଲୋଚନା କରାଗଲା। ଆମର ଯୋଗ ସ୍ଥିର ଅଛି 22 ତାରିଖ ଫେବୃଆରୀ 22 ତାରିଖ ଦିନ ସନ୍ଧ୍ୟାରେ ଅଙ୍କୁରାରୋପଣ ହେବ। ତାପରେ ଫେବୃଆରୀ 23 ତାରିଖ ଠାରୁ ମାର୍ଚ୍ଚ 1 ତାରିଖ ପର୍ଯ୍ୟନ୍ତ ଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଦୀର୍ଘ 7 ଦିନ ବ୍ୟାପୀ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। ବର୍ତ୍ତମାନ ପଣ୍ଡିତ 60 ଜଣ ଏ ତ ଯଜ୍ଞ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ସ୍ଥିର କରାଯାଇଛି। ଗଞ୍ଜାମ ଜିଲ୍ଲାର ବଛା ବଛା ବରେଣ୍ୟ ପଣ୍ଡିତ 60 ଜଣଙ୍କର ଉପସ୍ଥିତିରେ ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବ କାର୍ଯ୍ୟକାରୀ ହେବ। କ'ଣ ସବୁ ରହିଛି, କେମିତି କ'ଣ ହେବ, ପ୍ରଥମ ଦିନ କ'ଣ ହେବ, ସେକେଣ୍ଡ ଦିନ କ'ଣ? 22 ତାରିଖ ଦିନ ସନ୍ଧ୍ୟାରେ ଅଙ୍କୁରାରୋପଣ ହେବ। 23 ତାରିଖ ଦିନ ଜଳଯାତ୍ରା, ଦୀକ୍ଷା ଗ୍ରହଣ, ଗୋ ପୂଜା, ଆମର କର୍ମାରମ୍ଭ, ଶାଲା ସଂସ୍କାର, ସୂର୍ଯ୍ୟ ପୂଜା ହେବ। ଏହିପରି ଭାବରେ 7 ଦିନ ଚାଲିବ। ଆଉ ଭଲ ଦିନ ଦେଖିକି ଆମର କ'ଣ ଯେ ଏ ତ ସିଂହାସନ ନ୍ୟାସ, ଚକ୍ର ନ୍ୟାସ, ପାର୍ଶ୍ୱ ଦେବତା ଦ୍ୱାରା ଦେବତାମାନଙ୍କର ମହାସ୍ନାନ ଏବଂ ଜୀବନ୍ୟାସ ହୋଇ 1 ତାରିଖ ମାର୍ଚ୍ଚ 1 ତାରିଖ ଦିନ ମହାପ୍ରଭୁ ମନ୍ଦିର ପ୍ରବେଶ ହେବେ। ଦୀର୍ଘ 26 ବର୍ଷରେ କାମଟା ସମ୍ପୂର୍ଣ୍ଣ ହେଲା। ଆହୁରି ତ ହେଇନି, କହିବାକୁ ଗଲେ ସମ୍ପୂର୍ଣ୍ଣ ହେଇନି, କାର୍ଯ୍ୟରତ ଅବସ୍ଥାରେ ଅଛି। କଲର୍ ଫଲର୍ ଦିଆ ଚାଲିଛି। ଆହୁରି ସିଂହ କାମ ଗେଟ୍ ଅଛି, ବହୁତ କାମ ଅଛି, 22 ପାହାଚ ଅଛି, ଏଗୁଡ଼ା ସବୁ ହେବ। କିନ୍ତୁ ଏ ସମୟସୀମା ଭିତରେ ଏତିକି ହେଇଯିବ ବୋଲି ଆମେ ଭରସା କରି 23 ଫେବୃଆରୀ 2026ରେ ପ୍ରତିଷ୍ଠା ପାଇଁ ଆଜି ବିଶିଷ୍ଟ ପଣ୍ଡିତମାନଙ୍କୁ ଡକେଇ ଗୋଟେ ସଂଗଠନ କରାହେଇଥିଲା, ଗୋଟେ ମିଟିଂ କରାହେଇଥିଲା। ସେମାନଙ୍କର ବି ଇଚ୍ଛା, ଆଶା, ଭରସା ଅଛି ଯେ ଫେବୃଆରୀ 23ରେ ଏଇ ପ୍ରତିଷ୍ଠା ଉତ୍ସବଟା କିଭଳି ଭଲସେ ହେଇପାରିବ, ସେଇଥିପାଇଁ ଗୋଟେ ଭଲ ଆଲୋଚନା କରାଗଲା। ଗ୍ରାମବାସୀ ଥିଲେ, କମିଟି ଥିଲେ ଏବଂ ବିଶିଷ୍ଟ ପଣ୍ଡିତମାନେ ବି ଆସିଥିଲେ। ସେମାନଙ୍କୁ ନେଇକି ଗୋଟେ ଆଲୋଚନା କରାଗଲା। ଯୋଉଦିନ ଉତ୍ସବ ପାଳନ କରିବେ କ'ଣ ସବୁ କରିବେ, କ'ଣ ସବୁ ନିଷ୍ପତ୍ତି ନିଆଗଲା? ଉତ୍ସବ ଦେଖନ୍ତୁ, ଅଞ୍ଚଳବାସୀଙ୍କର ସମସ୍ତଙ୍କର ଇନଭିଟେସନ୍ କରାହେବ। ତାପରେ ବିଭିନ୍ନ ଆମର ଏଇଟା ତ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ମନ୍ଦିର ରୂପରେ ପରିଗଣିତ ହେଉଛି। ଇଏ ସମୟକ୍ରମେ ଗୋଟେ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇବ ବୋଲି ଏଇ ଆମମାନଙ୍କର ଗୋଟେ ଆଶା ଭରସା ଅଛି, ଯେଉଁଟାକି ସେଇଟା ଅତି ଶୀଘ୍ର ହେବା ପାଇଁ ମଧ୍ୟ ଯାଉଛି ବୋଲି ଆମେ ବିଭିନ୍ନ ସୂତ୍ରରୁ ଶୁଣିଛୁ। ଯେଉଁଟାକି ପ୍ରଶାସନ ମଧ୍ୟ ଆ ଉପରେ ଭଲ ଦୃଷ୍ଟି ରଖିଛନ୍ତି। ଆଉ ଗ୍ରାମବାସୀଙ୍କର ସାହାଯ୍ୟ ସହଯୋଗ ଚାଲିଛି। ଅଞ୍ଚଳବାସୀଙ୍କର ମଧ୍ୟ ମନ୍ଦିର ପ୍ରତି ଭଲ ଆନ୍ତରିକତା ଅଛି। ତେଣୁକରି ଆମେ ଅତି ଶୀଘ୍ର ଏହି ମନ୍ଦିରଟା ଗୋଟେ ଟୁରିଜିମ୍ ପ୍ଲେସ୍ରେ ପରିଣତ ହେବ ବୋଲି ଆମେ ଆଶା କରୁଛୁ। କୁଣ୍ଠିତ ସହଯୋଗ ଅଞ୍ଚଳବାସୀଙ୍କର ସାହାଯ୍ୟ ଆଉ ସରକାରୀ କିଛି ଅନୁଦାନ ପାଇ ଏହି ମନ୍ଦିର 1999 ମସିହାରୁ ଦୀର୍ଘ 26 ବର୍ଷ ବହୁ ବାଧାବିଘ୍ନ ସହ୍ୟ କରି ଏହି ମନ୍ଦିର ଆଜି ପୂର୍ଣ୍ଣାଙ୍ଗ ଅବସ୍ଥାରେ ପହଞ୍ଚିବାକୁ ଯାଉଛି। ଯାହାର କି ଗୋଟେ ଦିନ ଧାର୍ଯ୍ୟ କରାଯାଇଛି ମଧ୍ୟ, ଆସନ୍ତା 2026 ଫେବୃଆରୀ 23 ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ 1 ତାରିଖରେ ପୂର୍ଣ୍ଣାହୁତି ହୋଇ ଠାକୁରଙ୍କୁ ସିଂହାସନ ଅଧିଷ୍ଠିତ କରାଯିବ। ସେହିଦିନ ଗ୍ରାମବାସୀ, ଅଞ୍ଚଳବାସୀ ଏବଂ ସାରା ଗଞ୍ଜାମ ତତ୍ସଙ୍ଗେ ଓଡ଼ିଶାବାସୀ ମଧ୍ୟ
ଏହି ପ୍ରତାପଗିରି ଠାକୁରଙ୍କର ଆଶୀଷ ପ୍ରଦାନ କରି ସମସ୍ତେ ଉପକୃତ ହେବେ ଆଉ ଭବିଷ୍ୟତରେ ଏହି ଠାକୁରଙ୍କର ଅନ୍ୟାନ୍ୟ ଯେଉଁ ଆନୁଷଙ୍ଗିକ ମନ୍ଦିର ରହିଛି ଯଥା ଲକ୍ଷ୍ମୀ ମନ୍ଦିର, ବିମଳା ମନ୍ଦିର, ଗଣେଶ ମନ୍ଦିର, କାଶୀ ବିଶ୍ୱନାଥ ମନ୍ଦିର, ସେଗୁଡ଼ିକ ପାଇଁ ଯେଉଁ ଭକ୍ତମାନେ ଦାତାମାନେ ରହିଛନ୍ତି ସେମାନଙ୍କ ଠାରୁ କିଛି ଆମେ ସାହାଯ୍ୟ ପାଇ ସେମାନଙ୍କର ସହଯୋଗରେ ଏହି ମନ୍ଦିରକୁ ଆମେ ଗୋଟେ ସାନନ୍ଦ କ୍ଷେତ୍ରରେ ପରିଣତ କରିବାକୁ ଚେଷ୍ଟିତ ଅଛୁ। ଜୟ ଜଗନ୍ନାଥ। ମୋର କହିବାର କାରଣ ଯେ ମନ୍ଦିର ପାଇଁ ପ୍ରାୟ ପୁରୋହିତ ମାନେ ପଣ୍ଡିତ ମାନେ ଆସିଥିଲେ, ତାର ଗୋଟେ କାମ ସର୍ଟ ଆଉଟ୍ ହେଲା ଆଜି। ଆ ମାତ୍ରାରେ ବହୁ ମାତ୍ରାରେ ହେଇଯିବ ବୋଲି ଯେଉଁ ଡେଟ୍ ଫାଇନାଲ୍ ହେଇଛି। ରାଣୀ ପଣ୍ଡା ମ୍ୟାଡ଼ାମ୍ ଯେଉଁ କଥା ଉଠିଥିଲା ଆପଣଙ୍କୁ କିଏ ଆନ୍ସର୍ ଦେଇପାରିନଥିଲେ, ମୁଁ ଦେଇଦେବି। ରାଣୀ ପଣ୍ଡା ମ୍ୟାଡ଼ାମ୍ ଆସିଛନ୍ତି କ'ଣ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପାଇଁ। ଆଗତ ଯେଉଁ ପ୍ରତିଷ୍ଠା ଉତ୍ସବରେ କିଛି ହେବ ଜଗନ୍ନାଥ ପ୍ରତିଷ୍ଠାରେ, ଯାହା ବି ନାମ ତାର ସଂକୀର୍ତ୍ତନ ହେବ ତା ବାଟରେ ହେବ। ଆଉ ପିଲା ଯୁବକମାନଙ୍କ ପାଇଁ ଟିକେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପାଇଁ ରାଣୀ ପଣ୍ଡାଙ୍କର ଆଗମନ ଆଉ ଆସିଲେ ତା ଦର୍ଶନ କଲେ, ତାପରେ ଡିସିସନ୍ ନେବେ। ଯାନିଯାତ୍ରା ତ ହୁଏ ଏତେ କରିବା ପାଇଁ ବୋଲି ଆମମାନଙ୍କର ଯୁବ ସମାଜ ପାଇଁ ବୋଲି ତାକୁ ଆକ୍ଷେପ କରି ରଖାହେଇଛି। ଠିକ୍ ଅଛି। ପ୍ରତିଷ୍ଠାଟା ଆପଣ ତ ଡେଟ୍ କହିଲେ, ମୁଁ ଆଉ କ'ଣ କହିବି। ପ୍ରତିଷ୍ଠାଟା ଆମର ସଭାପତି ରାୟ ଦେଇଛନ୍ତି, ସେ ଡେଟ୍ରେ ହିଁ ହେବ। 275 ବର୍ଷ ତଳର ପ୍ରାଚୀନ ମନ୍ଦିରର ପୁନରୁଦ୍ଧାର ହୋଇକରି ବର୍ତ୍ତମାନ ପ୍ରତିଷ୍ଠା ମହୋତ୍ସବ କାର୍ଯ୍ୟକ୍ରମରେ ଆମେ ଉପନୀତ ହେବୁ 23/2/2026 ତାରିଖରେ, ଯାହାର ପୂର୍ଣ୍ଣାହୁତି ହେବ 1/3/2026ରେ। ଆଉ ପୂର୍ବ ନିର୍ଦ୍ଧାରିତ ବୈଠକ ଅନୁଯାୟୀ ଆଜି ଆମର ବିଶିଷ୍ଟ ପଣ୍ଡିତମାନଙ୍କ ଗହଣରେ ଗ୍ରାମସଭାର ଆହ୍ୱାନ କରାଯାଇଥିଲା। କେମିତି ପରିଚାଳନା ହେବ, କେଉଁ ପ୍ରକାର ଆମେ ତାକୁ ଠିକ୍ରେ ଆମେ ସୁଚାରୁ ରୂପେ ସମ୍ପାଦନ କରିପାରିବୁ, ସେଇଥିପାଇଁ ଗ୍ରାମବାସୀଙ୍କ ଉପସ୍ଥିତିରେ ତା'ର ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇ ପଣ୍ଡିତମାନଙ୍କ ପରାମର୍ଶ ଗ୍ରହଣ କରାଯାଇଥିଲା। ଚର୍ଚ୍ଚିତ ଚେହେରା ରାଣୀ ପଣ୍ଡାଙ୍କର ଦେଖା ମିଳିଲା ଏଠି ପ୍ରତାପଗିରିରେ। ରାଣୀ ପଣ୍ଡାଙ୍କର କଥା ଉପରେ ମୁଁ ତ କହିପାରିବିନି, କାରଣ ମୁଁ ଅନୁପସ୍ଥିତ ଥିଲି। ମୁଁ ଆସିକି ସେ ଅଛନ୍ତି। ଆଉ ତା'ର ତ ପୂର୍ବାନୁମାନ ମୁଁ ଜାଣିନି ତାଙ୍କର କେମିତି ଆଗମନ ହେଲା। ଆଉ ମୁଁ ସେଇଟା ତା ଉପରେ ମୁଁ ପାଖାପାଖି ଅଞ୍ଚଳ ଲୋକଙ୍କୁ କ'ଣ ନିମନ୍ତ୍ରଣ ଦେବେ? ହଁ, ନିଶ୍ଚୟ। ଯେହେତୁ ଇଏ ଗୋଟେ ଗୌରବ, ପ୍ରତାପଗିରିର ଗୌରବ। ପ୍ରତାପଗିରିର ଆଜ୍ଞା ପରିଚୟ କହିଲେ ଶ୍ରୀ ଜଗନ୍ନାଥ ମନ୍ଦିର। ଯେହେତୁ ରାଜରାଜୁଡ଼ା ମନ୍ଦିର ଇଏ 1730ରେ ଯେଉଁ ମନ୍ଦିରର ସ୍ଥାପନ କରିଥିଲେ ରାଜା ପୁରୁଷୋତ୍ତମ ଅନଙ୍ଗ ଭୀମ ଦେବ, ସେ ମନ୍ଦିରର ପରିଚୟ, ସେ ମନ୍ଦିର ଅଛି ବୋଲି ହିଁ ପ୍ରତାପଗିରିର ପରିଚୟ ଅଛି। ଆଜି ତା'ର ଶୁଭ ମୁହୂର୍ତ୍ତ ଉପସ୍ଥିତ, ତେଣୁ ତାକୁ ଆମେ ସୁଚାରୁ ରୂପେ ସମ୍ପାଦନ କରିବା। ହଁ, ପ୍ରଶାସନ ଯଥେଷ୍ଟ ସହଯୋଗ କରୁଛନ୍ତି, ସରକାର ସହଯୋଗ କରୁଛନ୍ତି। ସରକାରୀ ସାହାଯ୍ୟ, ପ୍ରଶାସନିକ ସାହାଯ୍ୟ ଆଉ ଅଞ୍ଚଳବାସୀଙ୍କ ମଧ୍ୟ ସାହାଯ୍ୟ, ଗ୍ରାମବାସୀଙ୍କର ମଧ୍ୟ ଅକୁଣ୍ଠ ନିଷ୍ଠା, ଉଦ୍ୟମ ଆଉ ସବୁ ପ୍ରକାରର ଉଦ୍ୟମରେ ଏ ବିରାଟ ପ୍ରାସାଦ ଠିଆ ହେଇଛି। ଅନ୍ୟୁନ ମୋ କହିବାରେ ଯେହେତୁ 1999 ମସିହାରୁ ଆର ଭିତ୍ତିପ୍ରସ୍ତର ସ୍ଥାପନ ଆମର ଦିବଙ୍ଗତ ରାଜା ସାହେବ ଉଦୟନାରାୟଣ ଦେବଙ୍କ ଦ୍ୱାରା ଆହୁତ କରାହୋଇଥିଲା ବା ଭିତ୍ତିପ୍ରସ୍ତର ସ୍ଥାପନ କରାହୋଇଥିଲା, ସେବେଠାରୁ ଏଯାବତ୍ ପ୍ରାୟ 3 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇଥିବ ବୋଲି ମୁଁ ଆକଳନ କରୁଛି। ମନ୍ଦିର ଆପଣ ଆଲୋଚନା କରୁଥିଲେ ବୈଠକରେ, କେତେ ଦିନ ଧରି ମନ୍ଦିର ଚାଲିଥିଲା ନିର୍ମାଣ କରିବା ପାଇଁ? ଆଉ ଆଜି ଯେଉଁ ସମାପ୍ତି ହେଲା, ଦୀର୍ଘ କେତେ ଦିନ ଧରି ମନ୍ଦିର କାମ ଚାଲିଥିଲା? ପ୍ରାୟ ସବୁଦିନ ଚାଲି ରହିଛି କାମ। ଯେହେତୁ ଅର୍ଥର ଅଭାବ ବାଧକ ସାଜୁଥିଲା, ଏତେ ବଡ଼ ଗୋଟେ ବିରାଟ ପ୍ରାସାଦ ନିର୍ମାଣ କରିବା, ଆଉ ଗାଁରେ ସେମିତି ଆର୍ଥିକ ତ ସ୍ଥିତି ସେତେ ଭଲ ନୁହଁ, ତଥାପି ଗ୍ରାମବାସୀଙ୍କର ଅକୁଣ୍ଠ ନିଷ୍ଠା, ଯେଉଁ କିଛି ଚାନ୍ଦା ଭେଦା ସଂଗ୍ରହ କରିକି ବା ଅଞ୍ଚଳବାସୀଙ୍କର ଇଏ କରିକି ପ୍ରଶାସନର ସହଯୋଗ ଲୋଡ଼ିକି ସବୁ କରାହେଇଛି।